बड़ रानी सुलेखा स्वामी हेलो ए सान रानी स्वरूपा हाँ स्वामी आम तन्मय विनय जाइछन्ती सेही गुरुकुल आश्रम को विद्या शिक्षा निमंती स्वामी आज आसिक अनेक दिन हैला से माने फेरुनी काहे कि राज्य प्रसाद को स्वामी स्वरूपा आम बेली पुत्र तन्मय अभिनय जाइछन्ती गुरुकुल आश्रम को शिक्षा विद्या अर्जन करबा हाँ स्वरूपा हेले सर्व शिक्षा विद्या रे परिपूर्ण होई फेरी आछन्ती आज आम राजवास को स्वामी सत कहूछ हाँ स्वामी स्वामी सुरेखा 7 वर्ष बयस रे आम पुआ से गुरुकुल आश्रम को पाठ पढ़िबा पाई जाइछन्ती हाँ सुरेखा हेले स्वामी सुरेखा विद्या शिक्षा रे परिपूर्ण होई आम पुआ जी आम घर को फेरी आछन्ती स्वामी सत कहूछ हाँ हाँ ताहेला मैं एठी किछि क्षण अपेक्षा करिबा हाँ, स्वामी। तांको फेरिबा पथकु चाहि बसिबा निश्चय स्वामी हाँ महारानी उठ बच्च भगवान तमर मंगल करंतु रे भगवान तमर मंगल करंतु अरे ये धन तन्मय विनय बापा सर्वबुद्धि विद्या रे निपुण हई फेरी आसी जो राज्य प्रसाद को हाँ बापा आमे बेली भाई सर्वबुद्धि विद्या निपुण है फेरी आसीचु आपणक पाखकु सतगिरे मो धन मान हाँ बापा हेले बापा धन मान रे बापा। आसाली बेला को कोनोसी जड़ झंझा विपद छोइनी तो बापा तन्मय माँ हाँ रे धन आपण मानक आशीर्वाद जितिबिनी एई आम मस्तक उपरे अछि हाँ रे धन हाँ बापा हाँ माँ आपण मानक आशीर्वाद जितिबिनी एई आम मुंड उपरे अछि धन कोनोसी बाधा विघ्न झड़ झंझा बा विपद छेब केते बेले कहिले देखि सेई कथा तो पचारुथिले रे धन माने बापा विनय माँ हाँ रे धन आपण हेउछंती आम चलंती ठाकुर हाँ रे धन आशीर्वाद धन रही थाउ हाँ रे धन ए मस्तक रे धन ए मस्तक रे स्नेह प्रेम ढाली दिया धन आम उपरे हाँ रे धन आशीर्वाद रही थाउ ए मस्तक रे स्नेह प्रेम ढाली दिया आम उपरे हे पिता माता हे पूज्य देवता हे पिता माता हे पूज्य देवता हसुथिबु खेलुथिबु तुम आगरे हो 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 आशीर्वाद रही थाउ ए मस्तक रे स्नेह प्रेम ढाली दिया आम उपरे जीवने झड़ झंझा आसीब नाही आसिले विपण तेमा नेबे कोलेई ए जीवने झड़ झंझा आसीब नाही आसिले विपण तेमा नेबे कोलेई आसु जेते बाधा विघ्न अंधार राति खेली देबे पादी पिता पाती न छाती
କରେ ହୋ 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 ଆଶୀର୍ବାଦ ରହିଥାଉ ଏ ମସ୍ତକରେ ସ୍ନେହ ପ୍ରେମ ଢାଳି ଦିଅ ଆମ ଉପରେ ନିଶ୍ଚୟ ବିନୟ ତନ୍ମୟ ଆମ ଭଲ ପାଇବା ସ୍ନେହ ଶ୍ରଦ୍ଧା ଚିରଦିନ ପାଇଁ ଅଛି ତମ ମସ୍ତକେ। ନିଃସନ୍ଦେହରେ ବାପା। ହଁ ରେ ଧନ, ହେଲେ ବାପା ଧନ ମାନେ ରେ ବାପା ତମେ ମାନେ ତ ଏଇନା ଆସିଅଛ, ଥକି ପଡି ଯାଇଥିବ, ସେଇଥିପାଇଁ ଯାଇକି ସେ ବିଶ୍ରାମ ଅଳରେ କିଛି କ୍ଷଣ ବିଶ୍ରାମ କର। ଆଉ ଜାଣିଛ ବାପା, ବାପା କାଲିକି ଅଛି ଦେବଦେବ ମହାଦେବଙ୍କ ମହାଶିବ ଜାଗର ରାସ୍ତି। ସେଇ ପୂଜା ଉତ୍ସବର ନିମନ୍ତେ ତମମାନଙ୍କୁ ଆଣିବାକୁ ହବ ସ୍ୱର୍ଣ୍ଣ ଚମ୍ପା ଫୁଲରେ ଧନ, ସ୍ୱର୍ଣ୍ଣ ଚମ୍ପା ଫୁଲ। ବିନୟ ଜ୍ୟେଷ୍ଠ ଭ୍ରାତ ଆସନ୍ତା କାଲି ଅଛି ଦେବଦେବ ମହାଦେବଙ୍କ ମହାଶିବ ଜାଗର ରାତ୍ରି, ଅର୍ଥାତ୍ ମହାଶିବ ଜାଗର ରାତ୍ରି। ଆଉ ସେ ପୂଜନ ଶୁଭ ନିମନ୍ତେ ଆମକୁ ସ୍ୱର୍ଣ୍ଣ ଚମ୍ପା ପୁଷ୍ପ ନେଇକି ଆଣିବା ପାଇଁ ପଡ଼ିବ ବିନୟ। ତେବେ ଠିକ ଅଛି ଜ୍ୟେଷ୍ଠ ଭ୍ରାତ, ପିତାଙ୍କ ଆଦେଶ ଅନୁସାରେ ଆମେ ବେନି ଭାଇ ଚାଲିଯିବୁ ସେ ନିଘଞ୍ଚ ଘୋର ଅରଣ୍ୟ ମଧ୍ୟକୁ ସ୍ୱର୍ଣ୍ଣ ଚମ୍ପା ଫୁଲ ନିରୀକ୍ଷଣ କରିବା ପାଇଁ। ହେଲେ ବଡ଼ ଭାଇ ବିନୟ ମୁଁ ତ ପୁରାପୁରି ଥକି ପଡ଼ିଛି ଜ୍ୟେଷ୍ଠ ଭ୍ରାତ, ତେବେ ଚାଲନ୍ତୁ ବିଶ୍ରାମାଳୟରେ କିଛି କ୍ଷଣ ବିଶ୍ରାମ କରି ଚାଲିଯିବୁ ସେଇ ନିଘଞ୍ଚ ଅରଣ୍ୟ ମଧ୍ୟକୁ। ତୁ ଠିକ କହିଛୁ ବିନୟ। ବାପା ଧନରେ ମା ଧନ ତାହେଲେ ଆମକୁ ଯିବା ପାଇଁ ଦିଅନ୍ତୁ। ନିଶ୍ଚୟ ବାପା। ଆମେ ବିଶ୍ରାମାଳୟ କିଛି ସମୟ ବିଶ୍ରାମ କରି ଚାଲିଯିବୁ ସେଇ ନିଘଞ୍ଚ ଅରଣ୍ୟ ମଧ୍ୟରେ ଥିବା ପୁଷ୍ପ ଉଦ୍ୟାନ ମଧ୍ୟକୁ ସ୍ୱର୍ଣ୍ଣ ଚମ୍ପା ପୁଷ୍ପ ନିମନ୍ତେ। ନିଶ୍ଚୟ ଧନ। ତାହେଲେ ଆସୁଛୁ ବାପା, ହଁ ରେ ତନ୍ମୟ। ଆସୁଛୁ ମା, ଆସୁଛୁ ବଡ଼ ମା। ହରେ ଧନ ସ୍ୱାମୀ କାଲି ପ୍ରଭାତକୁ ଚାଲିଯିବେ ଆମ ତନ୍ମୟ ବିନୟ ସେ ନିଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ସେଇ ପୁଷ୍ପ ଉଦ୍ୟାନକୁ ସ୍ୱର୍ଣ୍ଣ ଚମ୍ପା ଫୁଲ ନିମନ୍ତେ। ହଁ ସ୍ୱାମୀ। ହେଲେ ସେଇ ସ୍ୱର୍ଣ୍ଣ ଚମ୍ପା ଫୁଲ ଆଣିବା ଗୋଟାଏ ତୁଚ୍ଛ, ସ୍ୱାମୀ ବୁଦ୍ଧି ବିଦ୍ୟାର ତ ଦୁହେଁ ସମତୁଲ। ନିଶ୍ଚୟ କିଏ କେତେ ପାରଙ୍ଗମ ଅଛି ବୋଲି ସେମାନଙ୍କୁ ମୁଁ ପରୀକ୍ଷା କରୁଛି। ଏଇଟା ଗୋଟେ ହେଉଛି ସେମାନଙ୍କ ପାଇଁ ପରୀକ୍ଷା। ସ୍ୱାମୀ। ସ୍ୱରୂପା ତାହେଲେ ଆପଣ ଆମ ସିନପ ମାନଙ୍କର ପରୀକ୍ଷା ନେବାକୁ ଚାହୁଁଛନ୍ତି କି ହଁ ସ୍ୱରୂପା, ଆଉ ଗୋଟେ କଥା ଜାଣିଛ, କୋଉ କଥା? ଯୋଉ ପୁତ୍ରଟା ପ୍ରଥମେ ନେଇକି ଆସିବ ସ୍ୱର୍ଣ୍ଣ ଚମ୍ପା ଫୁଲ, ତା ବିବାହ ପ୍ରସ୍ତାବ ପ୍ରଥମେ ପକେଇବି ବୋଲି ମୋ ମନରେ ସ୍ଥିର କରିଅଛି। ସ୍ୱାମୀ ମହାରାଣୀ ଆପଣ ଠିକ ନିଷ୍ପତ୍ତି ନେଇଛନ୍ତି ସ୍ୱାମୀ। ସତ କହୁଛ? ହଁ ହଁ ତାହେଲେ ଠିକ ଅଛି ପ୍ରାଣ ସଙ୍ଗିନୀ, ଚାଲ ଆମ ମଧ୍ୟ ଚାଲିଯିବା ସେ ବିଶ୍ରାମ ଆଳୟକୁ। ଆଉ କିଛି କ୍ଷଣ ବିଶ୍ରାମ କରି ଆମ ପୁତ୍ର ମାନଙ୍କ ଫେରିବା ପଥକୁ ଚାହିଁ ବସିବା। ତେବେ ଚାଲନ୍ତୁ ସ୍ୱାମୀ। ନିଶ୍ଚୟ ମହାରାଣୀ। ତାହେଲେ ଠିକ ଅଛି ସ୍ୱାମୀ।